So hi, my dear learners and aspirants of Odisha government aspirants ଦେଖନ୍ତୁ ଆଜି ଗୋଟେ ନୋଟିଫିକେସନ୍ ଆସିଛି। ଏଇଟା ବହୁତ ହି ଇଣ୍ଟରେଷ୍ଟିଂ ନୋଟିଫିକେସନ୍ ଏବଂ ବହୁତ ହି ଏକ୍ସପେକ୍ଟେଡ୍ ନୋଟିଫିକେସନ୍ସ ଥିଲା। +2 ଷ୍ଟୁଡେଣ୍ଟସ୍ ଯେଉଁମାନେ ରିସେଣ୍ଟଲି ଏବେ +3 କ୍ୱାଲିଫାଏ ହେଇଛନ୍ତି ବା +3 ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି ସେମାନଙ୍କ ପାଇଁ ଗୋଟେ ବହୁତ ହି ବଢ଼ିଆ ନୋଟିଫିକେସନ୍। ଏବଂ ଏଇଟା ପିଓକୁ ନେଇକି ଯେଉଁମାନେ 2023ରେ ଦେଇଥିଲେ ଏବଂ କିଛି ମାର୍କରୁ ବଞ୍ଚିତ ରହିଥିଲେ ସେମାନଙ୍କ ପାଇଁ ଏଇଟା ଗୋଟେ ବହୁତ ହି ବଡ଼ ଅପରଚ୍ୟୁନିଟି। ତ ଦେଖନ୍ତୁ ଏବେ ରିସେଣ୍ଟଲି ଆପଣଙ୍କର OSC-CGL ବା OSSC ଆପଣଙ୍କର RI ଅମିନ୍ ବା ICTSର ଆପ୍ଲାଏ ଚାଲିଛି। ସେଥିରେ କିଛି ନେଟୱାର୍କ ଇସ୍ୟୁ ବା ଆପଣଙ୍କର ସର୍ଭର ଇସ୍ୟୁ ରହୁଛି ଯେଉଁଥିପାଇଁ କି ଆପଣଙ୍କର ସେଥିରେ ଡିଲେ ରହୁଛି। କିନ୍ତୁ ପିଓର ଆପଣ ଜାଣିଥିବେ କ୍ୱେଶ୍ଚନ୍ ଲେଭେଲ୍ ବହୁତ ଇଜି ରହେ, ବଟ୍ ସେମିତି ହାଇ କଟ୍ଅଫ୍ ବି ଯାଏ। ତ ଆପଣ ଦେଖନ୍ତୁ ଏବେ ଗୋଟେ ନୋଟିଫିକେସନ୍ ଆସିଛି ଯେଉଁଟାକି ଲେଟର୍ ରିସେଣ୍ଟଲି ଯାଇଛି ଏବଂ ଆପଣଙ୍କୁ ଏଥିରେ କ'ଣ କୁହାଯାଇଛି କି ଯେ ଆପଣଙ୍କର 7 ଦିନ ଭିତରେ ଏଇ ଯେଉଁ ରିକ୍ୱିଜିସନ୍ ଯେଉଁ ଭ୍ୟାକେନ୍ସିର ତାକୁ ଫିଲ୍ଅପ୍ କରିବା ପାଇଁ ଗୋଟେ ଷ୍ଟ୍ରିକ୍ଟ ଆପଣଙ୍କର ୱାର୍ଣ୍ଣିଂ ଦିଆଯାଇଛି ବା ନୋଟିଫିକେସନ୍ ଯାଇଛି କେଉଁଠିକି ନା ସବୁ କଲେକ୍ଟରମାନଙ୍କୁ ଏତିକି ଯାଇଛି, ଯେଉଁଟାକି ଆମର ସିନିୟର IAS ଅଫିସର ଆପଣ OAS ଅଫିସର ଅଛନ୍ତି ସୂର୍ଯ୍ୟ ନାରାୟଣ ଦାସ। ତ ସେ ଏଇଟା ପଠାଇଛନ୍ତି ଆଡ଼ିସନାଲ୍ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଆଣ୍ଡ ଅଦର କଲେକ୍ଟର୍ସ। ତ ଏଥିର ନିଶ୍ଚିତ ଭାବେ ଫିଲ୍ଅପ୍ ହେବ ଏବଂ ଆମେ ଏଥିରେ ଆଜି ଦେଖିବା ଯେ ୟାର କିଛି ରିକ୍ୱାରମେଣ୍ଟସ୍ ବିଷୟରେ କିଛି ଏକ୍ସଟ୍ରା ଏଥିରେ ଦିଆଯାଇଛି ଯେଉଁଟାକି ମୁଁ ଆପଣଙ୍କୁ କହିଦେଉଛି। ଏଥିରେ ସେଇଟା ବି ମେନସନ୍ ନାହିଁ, ବଟ୍ ଆଉ ଗୋଟେ ନୋଟିଫିକେସନ୍ ବି ଆସିଛି ଯେଉଁଟାକି ଆପଣଙ୍କର ଏଥିରେ +2 +3କୁ ଆପଣଙ୍କର ଆପଗ୍ରେଡ଼ ହେଇଯାଇଛି। ଆଗରୁ ପିଓଟା ଆପଣଙ୍କର ଥିଲା ଯେ ଏଥିରେ ଯେଉଁ 2023ରେ ବାହାରିଥିଲା 22-23ରେ ସେଥିରେ ଆପଣଙ୍କର ଥିଲା ଯେ +2 କ୍ୱାଲିଫିକେସନ୍ ଥିଲା ଏବଂ JSA ଯେଉଁଟା ଜୁନିୟର ଆସିଷ୍ଟାଣ୍ଟ ଥିଲା ସେଥିରେ ଆପଣଙ୍କର ଗ୍ରାଜୁଏସନ୍ ଥିଲା। ବଟ୍ ଏଥିରେ ପିଓଟାକୁ ବି ଆପଣଙ୍କର ରିଭାଇଜ୍ କରାଯାଇଛି ଏବଂ ଏଥିରେ ଆପଣ ଦେଖିପାରୁଥିବେ 1501ଟା ପୋଷ୍ଟ ନିହାତି ଆସିବ। ଏଇଟା ପଞ୍ଚାୟତରାଜ ଏବଂ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ ଥ୍ରୁରୁ ଆସିଛି, ଡାଇରେକ୍ଟ ରିକ୍ରୁଟମେଣ୍ଟ ହେବ। ତ ଆପଣଙ୍କର ଆଗକୁ ଏହାର ସାଲାରୀ ବି ହାଇକ୍ ହେଇପାରେ ଯେଉଁଥିରେ କି ଆପଣଙ୍କର ଗ୍ରାଜୁଏସନ୍ ଯେହେତୁ ଆପଗ୍ରେଡ଼ ହେଇଛି, ବଟ୍ ରିସେଣ୍ଟ ଅନୁସାରେ କୌଣସି ପ୍ରକାର ଆପଗ୍ରେଡ଼ ହେଇନାହିଁ, ଫାଇନାନ୍ସିଆଲ୍ ଆପଗ୍ରେଡେସନ୍ ହେଇନି, ତେଣୁ ଆପଣଙ୍କର ସାଲାରୀ ସେମ୍ ରହିବ। ବଟ୍ ଗ୍ରୁପ୍ ଆପଣଙ୍କର ସିରେ ବି ରହିବ ଏଇଟା। ବଟ୍ ଦେଖନ୍ତୁ ଏଥିରେ ରିକ୍ରୁଟମେଣ୍ଟ ଆପଣଙ୍କର ଡିଷ୍ଟ୍ରିକ୍ଟ ୱାଇଜ୍ ରହିବ, ଡିଷ୍ଟ୍ରିକ୍ଟ କ୍ୟାଡର ଜବ୍ ରହିବ ଏଇଟା। ସେଇଭଳି ଆପଣଙ୍କୁ ଯେମିତି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ୁଛି ଆପଣଙ୍କର ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ୍ ସେମିତି ମାଗିବ ଏଥିରେ। ଏବଂ ଆପଣଙ୍କର ଦେଖନ୍ତୁ ଏଥିରେ ଭ୍ୟାକେନ୍ସି ଆପଣଙ୍କୁ ମୁଁ ଦେଖାଇ ଦେଉଛି। ଆପଣଙ୍କର ଡିଷ୍ଟ୍ରିକ୍ଟ ୱାଇଜ୍ ଭ୍ୟାକେନ୍ସି ମୁଁ ଆପଣଙ୍କୁ ଏବେ ଏଥିରେ ଦେଖାଉଛି ଯେଉଁଥିରେ କି ଆପଣ ଜାଣିପାରିବେ ଯେ କେଉଁ ଡିଷ୍ଟ୍ରିକ୍ଟରୁ କେତେ ଭ୍ୟାକେନ୍ସି ଅଛି। ଦେଖନ୍ତୁ ଆପଣଙ୍କର ଭ୍ୟାକେନ୍ସି ଏଠି ଦେଖି ନିଅନ୍ତୁ। ଆପଣଙ୍କର ବାଲେଶ୍ୱର ଅନୁଗୁଳରେ ଆପଣଙ୍କର ରହିଛି 225ଟା ପୋଷ୍ଟ ରହିଛି। ବାଲେଶ୍ୱରରେ ଆପଣଙ୍କର 356ଟା ପୋଷ୍ଟ ରହିଛି। ବରଗଡ଼ରେ ଆପଣଙ୍କର 253ଟା ପୋଷ୍ଟ ରହିଛି। ଭଦ୍ରକରେ 218, ବଲାଙ୍ଗୀରରେ 317, ବୌଦ୍ଧରେ 69, କଟକରେ ରହିଛି 373, ଦେଓଗଡ଼ରେ 70, ଢେଙ୍କାନାଳରେ 212 ଏବଂ ଗଜପତିରେ ଆପଣଙ୍କର ରହିଛି 149। ସେଇଭଳି ଆମେ ଦେଖିବା ଆପଣଙ୍କର ଅଦର ଯେଉଁ ରହିଛି ଡିଷ୍ଟ୍ରିକ୍ଟରେ ଏଇଟା ଆମେ ଦେଖିବା। ଗଞ୍ଜାମରେ ଆପଣଙ୍କର ଦେଖନ୍ତୁ, ଗଞ୍ଜାମରେ ଆପଣଙ୍କର ରହିଛି 503, ଜଗତସିଂହପୁରରେ ରହିଛି ଆପଣଙ୍କର 198, ଯାଜପୁରରେ ରହିଛି 311, ଝାରସୁଗୁଡ଼ାରେ 78, କଳାହାଣ୍ଡିରେ 310, କନ୍ଧମାଳରେ 171, କେନ୍ଦ୍ରାପଡ଼ାରେ 249, କେଉଁଝରରେ 297 ଏବଂ ଖୋର୍ଦ୍ଧାରେ 190 ଏବଂ କୋରାପୁଟରେ 240। ସେମିତି ଆମେ ଦେଖିବା ଆଉ ଆପଣଙ୍କର ରହିଲା ଦେଖନ୍ତୁ ଆପଣଙ୍କର ମାଲକାନଗିରିରେ ରହୁଛି 111 ଏବଂ ମୟୂରଭଞ୍ଜରେ ରହୁଛି 404, ନବରଙ୍ଗପୁରରେ ରହୁଛି 189, ନୟାଗଡ଼ରେ ରହୁଛି 194, ନୂଆପଡ଼ାରେ ରହୁଛି 131, ପୁରୀରେ ରହୁଛି 268, ରାୟଗଡ଼ାରେ 182, ସମ୍ବଲପୁରରେ 138, ସୁବର୍ଣ୍ଣପୁରରେ 109 ଏବଂ ସୁନ୍ଦରଗଡ଼ରେ 279। ତ ଆପଣ ଦେଖିପାରୁଥିବେ ଏମିତି ସବୁ ପୋଷ୍ଟ ରହିଛି ଯେଉଁ ଭ୍ୟାକେନ୍ସି ଗୁଡ଼ାକି ହ୍ୟୁଜ୍ ଅପରଚ୍ୟୁନିଟି ଆପଣମାନଙ୍କୁ ଦେବ। ଏବଂ ନିଶ୍ଚିତ ଭାବେ ପଢ଼ାପଢ଼ି କରନ୍ତୁ ଏବଂ ଏ ବର୍ଷ ଯେଉଁ 3-4ଟି ରିକ୍ରୁଟମେଣ୍ଟ କଣ୍ଟିନ୍ୟୁଅସ୍ ରହିଛି ଏଥିରେ ଆପଣମାନେ ନିଶ୍ଚିତ ଭାବେ ଆପଣ ସକ୍ସେସ୍ ହେବେ
ଏବଂ ପଢ଼ାପଢ଼ି ଭଲସେ ଲଗେଇ ରଖନ୍ତୁ, ଯେଉଁଥିରେ କି ଆପଣଙ୍କୁ ବହୁତ ହି ସାଟିସ୍ଫ୍ୟାକ୍ସନ୍ ମିଳିବ। ଆପଣ ଗୋଟିଏ ପରେ ଗୋଟିଏ ଏକ୍ଜାମ୍ ଦେଲେ ନିଶ୍ଚିତ ଭାବେ ଆପଣ ଗୋଟେ ନା କେଉଁଥିରେ ଆପଣ ଏଇ 2024ରେ ହିଁ ଆପଣ କ୍ରାକ୍ କରିପାରିବେ। ଆଉ ଆଗକୁ ଇଲେକ୍ସନ୍ ପରେ ଆସିବାର ଭ୍ୟାକେନ୍ସି ବହୁତ ହି ମାନେ ଫ୍ୟୁ ଚାନ୍ସେସ୍ ରହୁଛି, ମାନେ ସେଥିରେ ଚାନ୍ସେସ୍ ବହୁତ ହି ନେଗ୍ଲିଜିବୁଲ୍ ଚାନ୍ସ ରହୁଛି। ତେଣୁ ଆପଣ ତାକୁ ଭରସା ନ ରଖି ଏବେ ନିଶ୍ଚିତ ଭାବେ ଏଇ 2-3ଟିରେ ଯେମିତି ଆପଣ କ୍ରାକ୍ କରିବାକୁ ଚେଷ୍ଟା କରନ୍ତୁ। ଏଇଟା ଥିଲା ଇନଫର୍ମେସନ୍। ତ ଆପଣଙ୍କୁ ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ତାକି ଆପଣଙ୍କୁ ଅପଡ଼େଟ୍ ମିଳିପାରିବ ଆଗାମୀ ରିକ୍ରୁଟମେଣ୍ଟର ଏବଂ ତା'ର ପ୍ରୋସିଜିଅର୍ସ ବିଷୟରେ। ତ ରହୁଛି, ଆଉ ଗୋଟିଏ ନୂଆ ଭିଡ଼ିଓ ନିଶ୍ଚିତ ଆପଣଙ୍କୁ ଆଣିପାରିବି। ଧନ୍ୟବାଦ। ଥ୍ୟାଙ୍କସ୍ ଫର୍ ୱାଚିଂ। ଜୟ ଜଗନ୍ନାଥ।